ଆପଣଙ୍କ ସାମ୍ନାରେ ବାଜାଜ ପଲ୍ସର N250 2025 କିମ୍ବା 2026 ମଡେଲ ବି ଆପଣ କହିପାରିବେ। ଆଉ ଏଇ ଗାଡ଼ିର ପ୍ରାଇସ୍ ଜାଣିବାକୁ ଚାହୁଁଛନ୍ତି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯେଉଁ ପ୍ରାଇସ୍ ପଏଣ୍ଟରେ ଗାଡ଼ିଟି ଆସୁଛି ଆପଣଙ୍କୁ କୌଣସି କମ୍ପାନୀର ଆଉ କୌଣସି ବାଇକ୍ ବି ଏତେ କମ୍ ପ୍ରାଇସ୍ରେ ଫିଚର୍ସ ଆପଣଙ୍କୁ ଏମିତିଆ ଫିଚର୍ ଆପଣଙ୍କୁ ଅଫର୍ କରିବନି। ଆଉ ଯଦି ପ୍ରଥମେ ଏହାର ଫିଚର୍ସ କଥା କହିବା, ଫ୍ରଣ୍ଟରେ ଆପଣଙ୍କୁ ସେମ୍ N160ର ଲୁକ୍ର ଆପଣଙ୍କୁ ସେମ୍ ମିଳିଯାଉଛି, କିନ୍ତୁ ଚଉଡ଼ା ଲୁକ୍ରେ ପାଇଯାଉଛନ୍ତି ଆପଣ ଟିକେ ତାଠୁ ବଡ଼ ଲୁକ୍ରେ। ସେମ୍ ଏଲ୍ଇଡ଼ିର DRL ସହିତ ଏଲ୍ଇଡ଼ିର ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ, ତା ସହିତ ଏଲ୍ଇଡ଼ିର ଇଣ୍ଡିକେଟର ପାଇଯାଉଛନ୍ତି। ତଳେ ଆପଣଙ୍କୁ 37mm USD ଫ୍ରଗ୍ ସହିତ 300mm ଆପଣ ପେଡାଲ ଡିସ୍କ ପାଇଯାଉଛନ୍ତି। ଡୁଆଲ ଚ୍ୟାନେଲ ABL ସହିତ ABS ସହିତ ଡୁଆଲ ପିଷ୍ଟନରେ ପାଇଯାଉଛନ୍ତି। ଗ୍ରେମିକାର କ୍ୟାଲିପର 110, 70, R17 ଇଞ୍ଚର ଟ୍ୟୁବଲେସ୍ ଟାୟାର ପାଇଯାଉଛନ୍ତି। ଆଉ ଇଞ୍ଜିନ୍ କଥା ଯଦି କହିବା, ଇଞ୍ଜିନ୍ ଆପଣ ପାଇଯାଉଛନ୍ତି 149cc BS6 କମ୍ପ୍ଲାଏଣ୍ଟ ରିଫାଇଣ୍ଡ ଇଞ୍ଜିନ୍ ପାଇଯାଉଛନ୍ତି। ଇଏ ଆପଣଙ୍କୁ ପାୱାର ଦେଇଦେବ 24.2 bhpର ପାୱାର ସହିତ 21.8 Nmର ଟର୍କ ପ୍ରୋଭାଇଡ଼ କରିଦେବ। ଆଉ ଆପଣଙ୍କୁ ସବୁଠୁ ସେଗମେଣ୍ଟରେ ପାୱାରଫୁଲ୍ ଇଞ୍ଜିନ୍ ପାଇଯାଉଛନ୍ତି। ଆଉ ଇଏ ଟ୍ୟାଙ୍କ ଆର ଅଛି 14 ଲିଟର E20 ସପୋର୍ଟରେ ଫୁଏଲ୍ ଟ୍ୟାଙ୍କ ପାଇଯାଉଛନ୍ତି। ମାଇଲେଜ ଆପଣଙ୍କୁ ଆରାମସେ 35ରୁ 40 ଦେଇଦେବ। ରିଅରରେ ଆପଣ 140/70 R17 ଇଞ୍ଚର ଟ୍ୟୁବଲେସ୍ ଟାୟାର ସହିତ ସେମ୍ ଆପଣଙ୍କୁ ବ୍ଲାକ୍ କଲର ଆଲୋ ହ୍ୱିଲ୍ ପାଇଯାଉଛନ୍ତି। ସେମ୍ ଆପଣଙ୍କୁ 240mmର ରିଅରରେ ମଧ୍ୟ ପେଡାଲ ଡିସ୍କ ପାଇଯାଉଛନ୍ତି। ଗ୍ରେମିକାର କ୍ୟାଲିପର ସହିତ ସିଙ୍ଗଲ ପିଷ୍ଟନରେ। ଆଉ ଏଥିରେ ମଧ୍ୟ ଆପଣଙ୍କୁ ଟ୍ରାକ୍ସନ୍ କଣ୍ଟ୍ରୋଲର ଫିଚର୍ସ ମିଳିଯାଉଛି। ଏତେ କମ୍ ପ୍ରାଇସ୍ରେ ଡିସପ୍ଲେ କଥା ଯଦି କହିବା, ଡିଜିଟାଲ ଡିସପ୍ଲେ ସହିତ LCD ପ୍ୟାନେଲରେ ମିଳିଯାଉଛି। ଟର୍ନ ବାଇ ଟର୍ନ ନାଭିଗେସନ୍ ସହିତ କଲ୍ SMS ଆଲର୍ଟ, ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଟାଇମ୍, ଗିୟର ପୋଜିସନ ଇଣ୍ଡିକେଟର, ଆଭରେଜ ମାଇଲ, ଆଭରେଜ ଫ୍ୟୁଏଲ୍, ଲୋ ଫ୍ୟୁଏଲ୍ ଇଣ୍ଡିକେଟର, ଆପଣ ସବୁ ଫିଚର୍ସ ପାଇଯାଉଛନ୍ତି। ଆଉ ଲୋକେସନ୍ କଥା ଯଦି କହିବା, ଲୋକେସନ୍ ଆମର ଅଛି ଜଟନୀ ଅଗ୍ରୱାଲ ଅଟୋମୋବାଇଲ। ଏକ୍ସୋରୁମ୍ ପ୍ରାଇସ୍ ଅଛି ଏହାର 1,35,305। ତା ସହିତ ଆପଣଙ୍କୁ ଅନରୋଡ଼ ପାଖାପାଖି 1,60,000ରୁ 1,65,000 ପଡ଼ିଯିବ। ଏଇ ଗାଡ଼ିର ଅଫର୍ ମଧ୍ୟ ଚାଲିଛି। ଅଫର୍ ବିଷୟରେ ଜାଣିବା ପାଇଁ ଅଫର୍ ଡିସ୍କ୍ରିପ୍ସନରେ ମେନସନ୍ ଅଛି, ଆପଣ ଯାଇ ଦେଖିପାରିବେ। ଆଉ ଏତେ କମ୍ ପ୍ରାଇଜ୍ରେ ଆପଣଙ୍କୁ ତ 250cc ପାୱାରଫୁଲ୍ ଇଞ୍ଜିନ୍ ମିଳିଯାଉଛି। ତା ସହିତ ଆପଣଙ୍କୁ ଯାହା ବି ଫିଚର୍ସ ଦରକାର, ଟ୍ରାକ୍ସନ୍ କଣ୍ଟ୍ରୋଲରୁ ଆରମ୍ଭ କରିକି ସବୁ ଫିଚର୍ସ ମିଳିଯାଉଛି। ଆଉ ଗାଡ଼ିଟି ଆପଣଙ୍କୁ କେମିତି ଲାଗିଛି ନିଶ୍ଚିତ ଭାବେ କମେଣ୍ଟରେ ଜଣାଇବେ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଛି ନିଶ୍ଚିତ ଭାବେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆଉ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଏମିତିଆ ଭିଡ଼ିଓ ଯଦି ଆପଣ ଚ୍ୟାନେଲରେ ଦେଖିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବେ ଆମକୁ କମେଣ୍ଟରେ ଜଣାଇବେ।